ମାନେ ତୋରି ପାଇଁ ତୋ ପାଇଁ ସିରିଏଲରେ ଆପଣମାନେ ଦେଖିବାକୁ ପାଇବେ ଯେତେବେଳେ କାମିনী ଜେଜେମା ହଲ୍ ରୁମ୍ରେ ବସି ସମସ୍ତଙ୍କ ସାଥିରେ ଚେସ୍ ଖେଳୁଥିବେ। ଏ ସମୟରେ ଚିକି କଫି ଧରି ଯାଇ କୁହନ୍ତି ଜେଜେମା ଏଇ ନିଅନ୍ତୁ କଫି। ଆଉ ଏତେବେଳେ ନିଧି କହିବ ଯେ ଇଏ ଜେଜେମା ଏପଟେ ଟିକେ ଦେଖ ମୁଁ ତମକୁ ହାରିଦେଲି ବୋଲି। ଆଉ ଏତେବେଳେ କାମିনী ଜେଜେମା କୁହନ୍ତି ଯେ ଏଇ ଝିଅର ଛାଇ ବି ମୋ ପାଇଁ ଅଶୁଭ, ଦେଖ ଇଏ ଆସିଗଲା ଆଉ ଚେସ୍ ଖେଳରେ ମୁଁ ହାରିଗଲି। ଆଉ ଏ କଥା ଶୁଣିଲା ପରେ ଚିକି କୁହନ୍ତି ଜେଜେମା ତମେ ମୋ ଉପରେ ଏବେ ବି ରାଗିଛ, ପ୍ଲିଜ୍ ଜେଜେମା ମୋତେ ଆଉ ଗୋଟେ ମୌକା ଦିଅ। ଏ ଘର ସୁଖ ସାଥି ପାଇଁ ମୁଁ ନିଶ୍ଚୟ ସେ ମୌକାକୁ ହାତଛଡ଼ା କରିବିନି। ଆଉ ତମକୁ ମୁଁ ପ୍ରୁଭ୍ କରିଦେବି ଯେ ମୁଁ ଏ ଘର ଉତ୍ତମ ବୋହୂ ବୋଲି। ଆଉ ଏତେବେଳେ ଜେଜେମା କହିବେ ଠିକ୍ ଅଛି ତାହେଲେ ତତେ ମୁଁ ପୁଣି ଗୋଟେ ନୂଆ ନିୟମ ଦେଉଛି। ଏମିତି କହି ଜେଜେମା ଠାକୁର ଘରକୁ ଯାଇ ମାଆଙ୍କ ପାଖରେ ଆଳତିକି ଲଗେଇ ଆସିବେ। ଆଉ କହିବେ ଯେ ଗୋଟେ କଥା ମନେ ରଖିଥା, ଏଇ ଝରକା କବାଟ ମୁଁ ଖୋଲି ଦେଇଛି, ଆଜି ରାତି ସାରା ଏଇ ଦୀପକୁ ତୁ ବଞ୍ଚେଇ ରଖିଥିବୁ। ସକାଳ ହେଲେ ମୁଁ ଜାଣିବି ଯେ ଏ ଦୀପ ଜଳୁଥିବ, ତାହେଲେ ମୁଁ ଜାଣିବି ଯେ ତୁ ଗୋଟେ ଏ ଘର ଉତ୍ତମ ବୋହୂ ବୋଲି। ଯେତେବେଳେ ସୁଗନ୍ଧା କହିବ ମା ତାଙ୍କ ଦେହ ଭଲ ନାହିଁ, ତମେ ବିଶ୍ୱାସ କର ଚିକିର ଅବସ୍ଥା ଏବେ ଜମାରୁ ବି ଭଲ ନୁହଁ। ଯେତେବେଳେ କାମିনী ଜେଜେମା କୁହନ୍ତି ଯେ ସେ ତ ବଞ୍ଚିଛି ନା ମରିଯାଇନି ବୋଲି, ଏ ଘର ପ୍ରତି ତାର ବହୁତ ଦାୟିତ୍ୱ ଅଛି। ଯଦି ଏ ଦୀପ ଆଜି ରାତି ସାରା ଜଳି ରହେ, ମାଆଙ୍କ ଆଶୀର୍ବାଦରେ ଆମେ ସମସ୍ତେ ସୁଖରେ ରହିବୁ। ଚିକି ତୁ ଏହା ଚାହୁଁଛୁ ନା? ଏତେବେଳେ କାମିনী ଜେଜେମାଙ୍କ କଥା ଶୁଣି ଚିକି କହିବେ ହଁ ମା ମୁଁ ଏହା ହିଁ ଚାହୁଁଛି। ଆପଣ ଜେଜେମାଙ୍କ କଥାକୁ ବାଧ୍ୟ ନ କରି ପାଇଁ ମୋ ଉପରେ ଭରସା ରଖନ୍ତୁ, ଏଇ ଦୀପକୁ ଆଜି ମୁଁ ଲିଭିବାକୁ ଜମା ବି ଦେବିନି। ଆଉ ଏତେବେଳେ ସମସ୍ତେ ପରିବାର ଲୋକ ଚାଲିଯାଆନ୍ତି। ଆଉ ରୋହି ଆସି କହିବ ଚିକି ଟିକେ ଦେଖିକିରି ସାବଧାନରେ, ଯଦି ଏ ଦୀପ ଲିଭିଯିବ ନା ତାହେଲେ ଆଈ ତୋତେ ସବୁଦିନ ପାଇଁ ଏ ଘରୁ ବାହାର କରିଦେବି। ତେବେ ଫ୍ରେଣ୍ଡସ୍ ଆପଣଙ୍କୁ କ'ଣ ଲାଗୁଛି, ସତରେ କ'ଣ କିଏ ଦୀପକୁ ଜଳେଇ ରଖିବ? ଯଦି ହଁ ତାହେଲେ ଆମକୁ ୟେସ୍ ବୋଲି କମେଣ୍ଟ କରି ଲିଖି ଜଣାନ୍ତୁ। ଆଜିର ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ।